ମୁଁ ଅଭିନେତା କାଳିଚରଣ ଆଚାର୍ଯ୍ୟ। ସୁନ୍ଦର କଥା ହେଉଛି ଆଜିର ଦିନ ଦିନ ଅଛି, କାଲିର ଦିନ ଦିନ ଥିଲା ଏବଂ ଆସନ୍ତା କାଲିର ଦିନ ବି ଦିନ ହେବ। କିନ୍ତୁ ଆଜିର ଦିନ ଗୋଟେ ମହତ୍ୱପୂର୍ଣ୍ଣ ଦିନ ଆମ ପାଇଁ, ଆମ ଓଡ଼ିଶାବାସୀ ପାଇଁ, ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ। କାହିଁକି ନା ଯେଉଁ ସିନେମା ସୁଟିଂ ଚାଲିଥିଲା ତାର ଆଜି ଅନ୍ତ ଘଟିଯାଇଛି। ବହୁତ ଶୀଘ୍ର ଆସୁଛି ଆମ ନିକଟ ପ୍ରେକ୍ଷାଳୟ। ସେ ଫିଲ୍ମ ହେଉଛି ଓଡ଼ିଆ ସିନେମା ହିଟଲର। ଆଉ ସେ ହିଟଲର ହିଟଲର ହେଇଛନ୍ତି ଯିଏ ମହାନାୟକ, ସିଏ ଆମ ଗଣରେ ଅଛନ୍ତି। ସେ ଆଉ କିଏ ନୁହନ୍ତି, ସେ ଏକାଧାରେ ଜଣେ ପଲିଟିକାଲ ଲିଡର, ଜଣେ ସରପଞ୍ଚ, ତା ସହିତ ଏକାଧାରେ ଜଣେ 1 ନମ୍ବର A କ୍ଲାସ କଣ୍ଟ୍ରାକ୍ଟର, ତା ସହିତ ଜଣେ ଉଚ୍ଚ କୋଟିର ଅଭିନେତା। ସିଏ ଯାତ୍ରା ହଉ କି ସିନେମା ହଉ କି ସିରିଏଲ ହଉ କି ଆଲବମ୍ ହଉ, ବହୁତ ଶୀଘ୍ର ଆସିଛି ଆମ ନିକଟ ପ୍ରେକ୍ଷାଳୟରେ ଓଡ଼ିଆ ସିନେମା ହିଟଲର। ଯାହାର ହିଟଲର ନିଜେ ସେ ହେଉଛନ୍ତି ସେଇ ଫିଲ୍ମର ମହାନାୟକ, ଯିଏ ହିଟଲର ନିଜେ ହେଇଛନ୍ତି। ସେ ଆଉ କେହି ନୁହନ୍ତି, ସିଏ ହେଉଛନ୍ତି ଆମ 9 ଫୁଟ ଅଞ୍ଚଳ, 9 ଫୁଟ ଗାଁର ସରପଞ୍ଚ। ତାଙ୍କ ନାଁ ହେଉଛି ସୁକାନ୍ତ ପାତ୍ର, ଯାହାକୁ ସ୍ନେହରେ ତାଙ୍କ ଗାଁରେ ଆଗୁଆ ବୋଲି କୁହନ୍ତି। ସେ ଏକାଧାରରେ କେବଳ ଅଭିନେତା ନୁହନ୍ତି, ଜଣେ A କ୍ଲାସ କଣ୍ଟ୍ରାକ୍ଟର, ଜଣେ ସରପଞ୍ଚ ଏବଂ ଗୋଟେ ପଲିଟିକାଲ ଲିଡର। ତାଙ୍କ ଉଚ୍ଚକୋଟୀର ଅଭିନୟ ଅତି ସମସ୍ତଙ୍କ ମନକୁ ନିହାତି ହୃଦୟସ୍ପର୍ଶ କରିବ। ଆଜି ଆମ ଗଣରେ ଅଛନ୍ତି ସୁକାନ୍ତ ଭାଇ। ନମସ୍କାର, ଆପଣଙ୍କୁ ଆମ ସୁଧାକର ପିକ୍ଚର ୟୁଟ୍ୟୁବ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ ଜଣାଉଛି। ନମସ୍କାର। ସୁକାନ୍ତ ଭାଇ, ବହୁତ ସମୟ ଲାଗିଥିଲା ଆମର ସୁଟିଂ ହିଟଲର ଫିଲ୍ମ ଆପଣଙ୍କର। ବହୁତ ଅନ୍ତର୍ଗତି ବର୍ତ୍ତମାନ ଆସିଛି ଆପଣଙ୍କର ସିନେମା ହଲ୍, ବହୁତ ଶୀଘ୍ର ଆସୁଛି। କେମିତି ଥିଲା ଫିଲ୍ମ ବାବଦକୁ, ଆଉ ସେ ଫିଲ୍ମର ଡିରେକ୍ଟର କିଏ ଏବଂ ଡାଇରେକ୍ସନ ବାବଦକୁ କ'ଣ ଆପଣ କେମିତି, ତାଙ୍କ ସହ ଅଭିଜ୍ଞତା କେମିତି, ଡାଇରେକ୍ଟର ଯିଏ ଅଛନ୍ତି ସୁଧାକର ମାଷ୍ଟରଜୀ, ତାଙ୍କ ସହିତ କେମିତି ଅଭିଜ୍ଞତା ଥିଲା, କେମିତି ସେଇ ଟାଇମ୍ର ଜର୍ଣ୍ଣିଟା ସୁଟିଂ ଟାଇମ୍ର ସୁଧାକର ମାଷ୍ଟରଜୀ ଏବଂ ଆପଣଙ୍କର ଏବଂ ସବୁ କଳାକାରମାନଙ୍କ ସହିତ ଥିଲା? ଦେଖନ୍ତୁ କାଳ ଭାଇ, ତମେ ତ ବହୁତ ମାନେ ସିନିୟର ଆର୍ଟିଷ୍ଟ ମୋ ହିସାବରେ। ମୁଁ ଯେହେତୁ ମୁଁ ଏ ମାନେ ଷ୍ଟୋରି ଭିତରୁ ପଶିଗଲେ ମୁଁ ଗୋଟେ ବାପ କ୍ୟାରେକ୍ଟର କରୁଛି, ଗୋଟେ ସିନିୟର କ୍ୟାରେକ୍ଟର କରୁଛି, ତ ମୋର ଏତେ ବଡ଼ ସାହସ ନଥିଲା। ମୁଁ ଛୋଟ ମୋଟ କଳାକାର ହିସାବରେ ଯାତ୍ରା ଆଉ ଥିଏଟର, ଆମର ମୁଁ 4-5 ଥିଏଟର କରିଛି, ଯାତ୍ରା କରିଛି, 8-10 ଯାତ୍ରା କରିଛି, ଏମିତି କିଛି ମାନେ ନ୍ୟୁଜ୍ 7 ଟାଇମ୍ସରେ କରିଛି, ଆଉ ସିନେମାରେ ଛୋଟ ସାଇଡ୍ ରୋଲ୍ କରିଛି, ଗୋଟେ ସିନ୍ କରିଛି। କିନ୍ତୁ ଏତେ ବଡ଼ ଅଭିନୟ ମୋତେ ମାନେ ମୁଁ କେବେ ନିଜେ ବିଶ୍ୱାସ କରିନଥିଲି ଯେ ମୁଁ ସୁଧାକର ସାର୍ ମୋତେ ଏଇ ଜାଗାରେ ପହଞ୍ଚାଇଲି। ଆଉ ତାକୁ ଏତେ ବଡ଼ 4.5 କୋଟି ଓଡ଼ିଆବାସୀ କେତେ ରେସ୍ପଣ୍ଡ ଦେବେ ସେ ସିନେମାକୁ, ସେଟା ଦେଖିଲା ପରେ ମାନେ କହିପାରିବି। କିନ୍ତୁ ମୁଁ ଜାଣୁଛି ଯେ ମୋ ଜାଗାରେ ମୋତେ ଯେଉଁ ଦେଇଛନ୍ତି, ଯେଉଁ ସାଥ୍ ଦେଇଛନ୍ତି ସୁଧାକର ସାର୍, ମୁଁ ତାଙ୍କୁ ମାନେ ଏଇଠୁ ଘନିଷ୍ଠ ପ୍ରଣାମ କରୁଛି। ସେ ମୋ ପାଇଁ ଜଣେ ଭଗବାନ ହେଇଯାଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ। ଯଦି କାଲି ମାନେ ଓଡ଼ିଆବାସୀ ମୋତେ ପସନ୍ଦ କରନ୍ତି ଯେ ମୁଁ ଗୋଟେ ଭଲ ସଫଳ ଅଭିନେତା ବୋଲି, ଗୋଟେ ଭଲ ବାପ କି ଭାଇ କ୍ୟାରେକ୍ଟର ମୁଁ କରିପାରୁଛି କି, ତ ସେଟା ଉପରବାଲା କଥା ଆଉ ସବୁ ଲୋକମାନଙ୍କର ଆଶୀର୍ବାଦ। ସୁକାନ୍ତ ଭାଇ, ଯେଉଁ ହିଟଲର ଫିଲ୍ମଟା ବର୍ତ୍ତମାନ ଆଗକୁ ଆସୁଛି ଆମର, ସେ ହିଟଲର ଫିଲ୍ମରେ ଆମର ଡିରେକ୍ଟର ଯିଏ ଅଛନ୍ତି ସୁଧାକର ମାଷ୍ଟରଜୀ, ସେ ଆପଣଙ୍କୁ ନେଇକି ନାଁଟା ହିଟଲର ଦେଇଛ, ତାମାନେ ଆପଣ ହେଉଛନ୍ତି ହିରୋ। ନାଇଁ ଭାଇ, ଦେଖ, ହିଟଲର ଟାଇଟଲ ମୁଁ ହିରୋ ଅଛି, କିନ୍ତୁ ପ୍ରକୃତ ରିଏଲ ହିରୋ ହେଉଛନ୍ତି ଆମର ଦୀପକ। ଯେ କି ଓଡ଼ିଆ ବଲିଉଡ ଜଗତରେ ସେ ଗୋଟେ ଭଲ ଷ୍ଟାରକାଷ୍ଟ ହିରୋ ହିସାବରେ ମାନେ ଦେଖ, ମୁଁ ଦୀପକଙ୍କୁ ପସନ୍ଦ କରେ, ତାକୁ ବହୁତ ସିନେମା ଦେଖିଛି ଆଗରୁ। ସେ ତାଙ୍କର ମାନେ ଭଲ ଡ୍ୟାନ୍ସ, ଭଲ ଡାଇଲଗ ଆଉ ପରଫର୍ମାନ୍ସ ବହୁତ ଭଲ ଲାଗେ ତାଙ୍କର। ମାନେ ଏଇ ଯେ ମାନେ ଗୋଟେ ପୁରା ମାନେ କ'ଣ ଯୋଉ ଲୁକ୍ କହନ୍ତି, ମାନେ ନାଇସ୍ ଲୁକ୍, ବହୁତ ବହୁତ ସୁନ୍ଦର ହିରୋଟିଏ, ଭଲ ଅଭିନୟ ବି କରେ। ସେଥିପାଇଁ ମୁଁ ସିନା ଗୋଟେ ଜାଗାରେ ମୋତେ ସୁଧାକର ସାର୍ ପହଞ୍ଚେଇଛନ୍ତି, କିନ୍ତୁ ଗୋଟେ ହିରୋ ହିସାବରେ ହେଉଛି ଦୀପକ। ଆଉ ନିଶ୍ଚିତ ସେ ହେଉଛି ପୁଅ, ମୁଁ ହେଉଛି ବାପ। ବାପ ପୁଅର ସେଣ୍ଟିମେଣ୍ଟକୁ ନେଇ ଗୋଟେ ଷ୍ଟୋରି ହେଇଛି। ଓଡ଼ିଶା ପିପୁଲ୍ସ ଡିରେକ୍ଟର ସୁଧାକର ମାଷ୍ଟରଜୀ ବୋଲି ସବୁ ଜାଣନ୍ତି। ତାଙ୍କ ସେ ତ ଷ୍ଟାର ସୁପରଷ୍ଟାର ସବୁ ତ ତାଙ୍କ ସହିତ କରିଛନ୍ତି କାମ। ତ ଆପଣ ଯେତେ କରିଛନ୍ତି ସୁଧା ମାଷ୍ଟରଜୀ ସହିତ, ତାଙ୍କ ସହିତ କରିବା ପୂର୍ବରୁ ତାଙ୍କ ସହିତ କେବେ ଆପଣଙ୍କ ତାଙ୍କ ସହିତ ପ୍ରଥମେ ଦେଖା ହେଲା, କେମିତି ସଂଯୋଗ ହେଲା, ଯାହାଫଳରେ ସେ ଆପଣଙ୍କ ଗୋଟେ ରିସ୍କ ନେଲେ ଏତେ ବଡ଼ ଫିଲ୍ମରେ? ଦେଖନ୍ତୁ, କୋଉଠୁ କହିବି, କୋଉଠୁ ଆରମ୍ଭ କରିବି, ମୁଁ ତ ଏତେ ବଡ଼ ମାନେ ଆର୍ଟିଷ୍ଟ ନୁହଁ।
ମୁଁ ଏମିତି ସିନେମା ଜଗତ ସିନେମାକୁ ମୋର ବହୁତ ଦୁର୍ବଳତା ପିଲା ମୋର 8th କ୍ଲାସ୍ ରୁ ମୁଁ ଯେତେବେଳେ ମାନେ ମୋର ପ୍ରଥମ ପିକ୍ଚର ହେଲା ମାନେ ଜାଳରେ ଗୋଟେ ସିନେମା ହଲ୍ ଅଛି ସେବା ଡକିଛି ଏଇ ଆମ ସଂସାର ମୁଁ 7 ଥର ଆଜ୍ଞା ମାନେ ଲୁଚିକି କ୍ଲାସ୍ ବନ୍ଦ କରିକି ଯାଇକି ଦେଖିଛି ତ ସେଇଠି ମୋର ଦୁର୍ବଳତା ରହିଲା ଯେ ମୁଁ ସତରେ ଯେମିତି ମୁଁ ଗୋଟେ ଷ୍ଟାର ହୁଅନ୍ତିନି ମୁଁ ଗୋଟେ ସିନେମାରେ ଗୋଟେ ଓଡ଼ିଆ କଳାକାର ହୁଅନ୍ତିନି କିନ୍ତୁ ଏପର୍ଯ୍ୟନ୍ତ ତ ମୋତେ ହେଲା ମୁଁ ପହଞ୍ଚି ପାରିନି କିନ୍ତୁ ମୋତେ ଯୋଉ ଜାଗାରେ ମୋତେ ଯୋଉ ଲୋକ ମୋତେ ପହଞ୍ଚେଇଛି ସେ ଲୋକକୁ ମୁଁ ମାନେ ଏଇଠୁ ମୁଁ ତାକୁ ମାନେ କୋଟି ପ୍ରଣାମ କରୁଛି। ଆଚ୍ଛା ଆପଣ ଯେତେବେଳେ ଆପଣ ନିଜେ ନବାଗତ ଗୋଟେ କଳାକାର ହିସାବରେ ଫିଲ୍ମରେ ଏଣ୍ଟ୍ରି କରୁଛନ୍ତି ତାକୁ ବି ଲିଡ୍ ଚରିତ୍ରରେ ଯୋଉଟାକି ଟାଇଟଲ ଆପଣ ନେଇଛନ୍ତି ତ ଯେତେବେଳେ ଆମର ଯୋଉ ଫିଲ୍ମ ଇଣ୍ଡଷ୍ଟ୍ରିର ପୁରୁଣା ଯୋଉ ସବୁ ମାନେ ଅଭିଜ୍ଞତ କଳାକାର ମାନେ ଯୋଉ କାମ କରିଛନ୍ତି ଯେମିତି ହିରୋ ଅଛନ୍ତି ଦୀପକ ବାବୁ ଅଛନ୍ତି ତା ସହିତ ହିରୋଇନରେ ଆପଣଙ୍କର ଅଛନ୍ତି ଅଙ୍କିତା ଅଛନ୍ତି ତାଙ୍କ ସହିତ କାମ କରିବା କେମିତି ଏକ୍ସପିରିଏନ୍ସ ଥିଲା ଦେଖନ୍ତୁ ମାନେ ଗୋଟିଏ ଦୃଷ୍ଟିରୁ ମୁଁ ମାନେ ତାଙ୍କର ଯେହେତୁ ମୁଁ ତାଙ୍କର ଆଗରୁ ମାନେ ମେଜର ସିନ୍ରେ ସେମାନଙ୍କୁ ଦେଖିଛି ହିରୋ ହିରୋଇନରେ ଦୀପକ ହଉ କାଲିନ ଅଙ୍କିତା ହଉ କି ମଧୁଭାଇ ହଉ ଏମାନଙ୍କୁ ସିନେମା ମୁଁ ଦେଖିଛି ଓଡ଼ିଆ ଅଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଏମାନେ ଗୋଟେ ଲୋକଙ୍କ ପରିଚିତ ଲୋକ ମାନେ ମୁଁ ତାଙ୍କ ବିଷୟରେ ଅଧିକା କହିପାରିବିନି କିନ୍ତୁ ମୁଁ ତାଙ୍କୁ ମାନେ ବହୁତ ଚୁଜ୍ କରିଛି ମୁଁ ମାନେ ତାଙ୍କ ସହିତ ଅଭିନୟ କରିକି ମତେ ଗୋଟେ ଜାଗା ଦିଆଯାଇଛି ନା କିନ୍ତୁ ତାଙ୍କ ସହିତ ଅଭିନୟ କରି ମୁଁ ବହୁତ ଭାଇ ହାପି ଅଛି ବହୁତ ଖୁସି ଅଛି। ପୁଷ୍କର ଭାଇ ଆମର ଯୋଉ ଫିଲ୍ମ ଆସୁଛି ହିଟଲର ଆସୁଛି ସେଟା ତ ସାରା ଓଡ଼ିଶା ଲୋକ ଦେଖିଲା ବେଳେ ଜାଣିବେ କେତେ ଲୋକଙ୍କୁ ସ୍ପର୍ଶ କରିବ ତ ଫିଲ୍ମରେ ଆପଣ ହେଉଛନ୍ତି ବାପା ଚରିତ୍ର କରିଛନ୍ତି ଦୀପକ ଏଇ ଯେ ଅଛନ୍ତି ହିରୋ ସେ ଆପଣଙ୍କ ପୁଅ ହିରୋଇନ୍ ଅଛନ୍ତି ଯଦି ବାପା ଯଦି ହିରୋ ଅଛି ହିରୋଇନ୍ ଅଛନ୍ତି ସେଠି ନିହାତି ଯେହେତୁ ଗୋଟେ କମର୍ସିଆଲ ଫିଲ୍ମ କମେଡି ତ ଥିବ ଆଜ୍ଞା କମେଡିର ମାନେ ଅଲିଉଡ୍ ଇଣ୍ଡଷ୍ଟ୍ରିରେ କମେଡିର ବାଦଶାହ କହିଲେ ବର୍ତ୍ତମାନ ହରିଭାଇ ହରିହର ମହାପାତ୍ର ଯେ କି ମାନେ ତ ସେ ମୋ ପାଇଁ ଗଡ ମୁଁ ତାଙ୍କ ସହିତ ଅଭିନୟ କରିଛି ମାନେ ସେ ମୋ ସାଙ୍ଗ କ୍ୟାରେକ୍ଟର କରିଛନ୍ତି ଯେ ମୁଁ ତାଙ୍କୁ ପ୍ରତି କ୍ଷେତ୍ରରେ ତାଙ୍କୁ ବୁଝେ ଭାଇ ମୋଟା ଠିକ ହଉଛି କହିବାଟା ମୋ ଡାଇଲଗ ଚାଲିବା ଦେଖ ତମ ଏଇ ଟାଇପ୍ରେ ଅଛି ମୋତେ ବହୁତ ଶିକ୍ଷା ଦେଇଛନ୍ତି ମଧୁ ଭାଇ ସେ ମୋତେ ବହୁତ ଶିକ୍ଷା ଦେଇଛନ୍ତି ତ ମୁଁ ଏଇଠି ମାନେ ଗୋଟେ ଜିନିଷ ମୁଁ ମାନେ କହିଯାଇଛି ବୁଲିବାକୁ ବୁଝିଲେ କାଳୁ ଭାଇ ଆପଣ ନିଜେ ବି ମୋ ସହିତ ଅଛନ୍ତି ନା ଆଉ ମତେ ଯୋଉ ସେଇ ଯୋଉ ସିନ୍ ଭାଇ ଯୋଉ ମାରିଛନ୍ତି 3 ଦିନ ମୋର ଦର୍ଦ ଯାଇନି ଆପଣ ଆକ୍ଟିଂ କରିବା ଭିତରେ ଏତେ ରିଏଲି ମାନେ ନିଜେ ମାନେ ଏତେ ଇମୋସନ ମାନେ ଫିଲ୍ କରିଦିଅନ୍ତି ନିଜକୁ ସେଇଆ ଭାବି ଦିଅନ୍ତି ମୁଁ ଜାଣିପାରିନି ବୁଝିଲେ ମୁଁ ଏମିତି ମତେ ନେଲେ ନେଇକି ସେ ଗାଡ଼ିରେ ମାଡ଼ କଲେ ଦୁମ୍ କିନି ମୁଁ ମାଡ଼ ମାନେ ଭୟ କରିଲି ଯେ ପ୍ରକୃତ ମତେ ମୋ କାଳି ଭାଇ ମତେ ମାରି ପକଉଛି କି ସେ ଫିଲ୍ ଆସିଲା ମୁଁ ଜାଣିଲି ଯେ ପ୍ରକୃତ ଅଭିନୟ ହେଉଛି ଏଇଆ ନିଜକୁ ସେଇ ଜାଗାରେ ପହଞ୍ଚେଇବାକୁ ଭାଇ କବଠୁ ବି ଶିଖିଛି ତାଇ ଭାଇ ଶୁଣନ୍ତି ଆପଣ କହିଲେ ଠିକ କଥା କହିଲେ କିନ୍ତୁ ଶୁଣନ୍ତୁ ଗୋଟେ ଆର୍ଟିଷ୍ଟ ଆପଣଙ୍କ ସହିତ କାମ କରୁଛି ମାନେ ଆପଣ ଫିଲ୍ କଲେ କ'ଣ ପାଇଁ ମୁଁ ବି ଫିଲ୍ କଲି ଏଥିପାଇଁ କି ମୋ ସାଇଡ୍ ଯୋଉ କୋ ଆର୍ଟିଷ୍ଟ ଅଛନ୍ତି ସେ ବି ସେମିତି ଫିଲିଂସ୍ ଦେଲେ ମୋତେ ଯଦି ଦୁଇଟା ମିଳନ ଗୋଟେ ତାଳି ବାଜାରେ ଦୁଇଟା ପୁରା ତାଳି ବାଜେ ତେଣୁ ଆପଣଙ୍କର ବି ଅଭିଜ୍ଞତା ଅଛି ଉପରେ ତ ଆପଣଙ୍କ ମୋର ମିଳନରେ ହିଁ କାମଟା ଠିକ୍ ହେଇଛି ବର୍ତ୍ତମାନ ଯାଉଛି ମୁଁ ଫିଲ୍ମର ପ୍ରଯୋଜକ ପାଖକୁ ଯାଉଛି ଆଜ୍ଞା ପ୍ରଯୋଜକ ଯେତେବେଳେ ଫିଲ୍ମଟି ତିଆରି କଲେ ସେ ନିହାତି ତ ଚିନ୍ତା କରୁଛନ୍ତି ମୁଁ କ'ଣ ପାଇଁ ଗୋଟେ ନବାଗତ କଳାକାରକୁ ନେଇକି ଟାଇଟଲଟେ ତିଆରି କରିବି ସେ କିଛି ଆପଣଙ୍କ ଦେଖିଥିବେ ସେ ଡିରେକ୍ଟର ସହିତ ଡିସ୍କସନ୍ କରିଥିବେ ତ ଆପଣ ସେ ଆପଣଙ୍କୁ କ'ଣ ଦେଖନ୍ତୁ ମୁଁ କେବଳ ମାନେ ମୁଁ ସାର୍ଙ୍କୁ ଜାଣିନଥିଲି ଡକ୍ଟର ଯେ ପ୍ରକାଶ ଯିଏ ବି ସିନେମାର ପ୍ରଡ୍ୟୁସର ହିଟଲର ସିନେମାର ଯିଏ ପ୍ରଡ୍ୟୁସର ଯାଇକି ମୁଁ ତ ଜାଣିନଥିଲି ମୋତେ କେବଳ ମୋ ସୁଧାକର ସାର୍ ବୁଝି ଦେଲେ ମୋତେ ଯାକ ଆଉ ମୁଁ ପ୍ରଡ୍ୟୁସର ପଚାରିଲି ସାର୍ ପ୍ରଡ୍ୟୁସର କିଏ ପୁଣି ମୋତେ ଏତେ ବଡ଼ କ୍ୟାରେକ୍ଟର ଦେଉଛନ୍ତି ନାହିଁ ତାଙ୍କ ସହିତ ମୋର ବଣ୍ଡିଂ ଭଲ ତମେ କରିପାରିବ ଟ୍ୟାଲେଣ୍ଟ ମୋ ଉପରେ ଛାଡ଼ିଛନ୍ତି ଆଉ ବହୁତ ବଢ଼ିଆ ତାଙ୍କର ଗୋଟେ ଫାର୍ଷ୍ଟ ପିକ୍ଚର ଏଇଟା ସେକେଣ୍ଡ ପିକ୍ଚର ତାଙ୍କ ଗୋଟେ ପିକ୍ଚର ରିଲିଜ ସରିଛି ଆଉ ତାଙ୍କ ଜାଣିଲି ଯେ ଗୋଟେ ଯାହା ଗୋଟେ ଭଲ ଉପର ଲେବୁଲର ରାଜନୀତି ଫ୍ୟାମିଲିର ସେ ଜଣେ ଲୋକ ତାଙ୍କର ଭୁବନେଶ୍ୱରରେ ଗେଷ୍ଟ ହାଉସ୍ ଅଛି ବହୁତ ତାଙ୍କର ମାନେ ନାଁ ଅଛି ତାଙ୍କ ନାଁ ମୁଁ ଶୁଣିଛି କିନ୍ତୁ ତାକୁ ମୁଁ ଜାଣିନଥିଲି କିନ୍ତୁ ଏଇଠି ଜାଣିଲି ସେ ଜଣେ ଗୋଟେ ଭଲ କଳାକୁ ବି ଭଲ ପାଆନ୍ତି ଜଣେ ଭଲ ପ୍ରଡ୍ୟୁସର ସେଥିପାଇଁ ଯୋଉଦିନ ମୁଁ ଖାଲି ନାଁ ଶୁଣିଥିଲି ନା ସାର୍ଙ୍କଠୁ ମୁଁ ଯେହେତୁ ମୁଁ ସୁଧାକର ସାର୍ ପଛରେ ଖାଲି ନାଁ ପ୍ରଡ୍ୟୁସର ଯାଉଛି ମୁଁ ସେଇଦିନ ତାଙ୍କୁ ଚିହ୍ନିଲି ଆଉ ତାଙ୍କ ଫେସ୍ଟା ମୋତେ ଲାଗିଲା ଚିହ୍ନା ମୁଁ ଜାଣିଲି ସେ ଗୋଟେ ପଲିଟିକାଲ ଭଲ ଲିଡର ଥିଲେ ତାଙ୍କର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ହେଉଛନ୍ତି ଗୋଟେ ପଲିଟିକାଲ ଲିଡର ଜଣେ ଏମଏଲ୍ କ୍ୟାଣ୍ଡିଡେଟ୍ ସେ ଆଉ ସେଇଠୁ ମୁଁ ଖୁସି ହେଇଗଲି ଯାହା ହଉ ଏ ଫିଲ୍ମ ନିଶ୍ଚିତ ରିଲିଜ ହେବ ତାଙ୍କ ଉପରେ ବହୁତ ଭରସା ରହିଲା ଆଉ
କାମଟା ନିଶ୍ଚିତ ଯଦି ଏଇ କାମ ତ ଯାହା ହେଇଗଲା ତ ସିନେମା ସରିଯାଇଛି ସେଦିନ ବି ଆମର ଯୋଉ ପ୍ଲେସମେଣ୍ଟ ଯାହା ହେଇଛି ବହୁତ ବଢିଆ ଲାଗି ହେଇଛି ଖାଇବା ପିଇବା ବହୁତ ମସ୍ତ କରିଥିଲେ ବହୁତ ଲୋକ ଆସିଥିଲେ ଆଉ ନିଶ୍ଚିନ୍ତ ଏ ସିନେମାଟା ମାନେ ସମସ୍ତେ ଅପେକ୍ଷା କରିକି ଅଛନ୍ତି ମାନେ ମୋର ସାଙ୍ଗସାଥି ମୋର ପଞ୍ଚାୟତ ମୋର ଗାଁ ଗଣ୍ଡା ମୋର ରିଲେସନ ଭିତରେ ଯିଏ ଜାଣିଛନ୍ତି ମୁଁ ଗୋଟେ ସିନେମାରେ ଅଭିନୟ କରୁଛି ଗୋଟେ ବାପ ଚରିତ୍ର କରିଛି ତ କେମିତି କରିଛି କଣ କରିଛି ସମସ୍ତେ ଅପେକ୍ଷା କରିକି ବସିଛନ୍ତି ଯେହେତୁ ଠିକ ଅଛି ମୁଁ ସାର୍ଙ୍କୁ ଡକ୍ଟର ପ୍ରକାଶ ସାର୍ଙ୍କୁ ମୁଁ ଏତିକି ଅନୁରୋଧ କରୁଛି ଆଉ ଯେତେ ଶୀଘ୍ର ସିନେମାଟା ରିଲିଜ କରିକି ଓଡ଼ିଶାବାସୀକି ଯଦି ତାଙ୍କ ମୁହଁରେ ହସ ଫୁଟେଇ ପାରିଲେ ଆମେ ମାନେ ତାଙ୍କ ପାଖରେ ଚିର ଋଣୀ ହେଇକି ରହିବୁ। ଆଚ୍ଛା ସୁକାନ୍ତ ଭାଇ ପ୍ରଯୋଜକ ତ ଜାଣିଲେ ଆପଣ ଗୋଟେ ବଢିଆ କଥା କହିଲେ ସେ ଯେତେବେଳେ ଆପଣ ଦେଖିଲେ ପ୍ରେସମିଟ୍ ଦେଖିଲେ କି ଡକ୍ଟର ପ୍ରକାଶ ଚନ୍ଦନ ସାର୍ଙ୍କୁ ସେ ପଲିଟିକାଲ ଫ୍ୟାମିଲି ଉଚ୍ଚ କୋଟି ଜଣେ ପ୍ରଯୋଜକ କିନ୍ତୁ ଆପଣ ଏ କଥା ବି ଜାଣିଛନ୍ତି ବୋଧେ ମୁଁ ଯିଏ ଆମର ଷ୍ଟୋରି ରାଇଟର ତାଙ୍କର ନିଜ ଭାଇ ସେ ହେଉଛନ୍ତି ଡକ୍ଟର ଦିଲ୍ଲୀପ ସିଂ ଚନ୍ଦନ ସାର୍ ଆଉ ଡାଇଲଗ ଲେଖିଛନ୍ତି ଆମର ମନୋରଞ୍ଜନ ରାଉଳ ଭାଇ ବୁଝିପାରିଲେ ତ ଆପଣ କୁହନ୍ତୁ ଯେଉଁ ପ୍ରକାର ଡାଇଲଗ ଆଜି ହେଇଛି କେମିତି ଆପଣ ଲାଗିଲା? ମୁଁ ଭାଇ ଏ ବିଷୟରେ କଣ କହିବି ଆପଣ ତ ଅଭିଜ୍ଞତା ଜଣେ କଳାକାର ସେ କିନ୍ତୁ ମୁଁ ଯେତିକି ଜାଣିଛି ମୁଁ ଛୋଟ ମୋଟ ଅଭିନୟ କଲେ ସୁଦ୍ଧା ବି ବହୁତ ଉଚ୍ଚକୋଟୀର ଲେଖା ଅଛି ଯିଏ ଆମର ମାନେ ଦିଲ୍ଲୀପ ସାର୍ ଯିଏ ମାନେ ଏଇଟା ଲେଖିଛନ୍ତି ଉଚ୍ଚକୋଟୀର ଗୋଟେ ଷ୍ଟୋରି ଦେଇଛନ୍ତି ଯାହାକି ସୁନ୍ଦର ଡାଇଲଗ ଶୁଣିଛନ୍ତି ମନୋରଞ୍ଜନ ରାଉଳ ଭାଇ ହଁ ସେ ମନୋଜ ଭାଇ ତ ସେ ନିଶ୍ଚିତ ତାକୁ ସପୋର୍ଟିଂ ଦେଇଛନ୍ତି ଆଉ ଭଲ ବି ତାକୁ ସଜାଡ଼ିକି ଲେଖିଛନ୍ତି ସେଥିପାଇଁ ତାକୁ ବି ବହୁତ ଧନ୍ୟବାଦ ବହୁତ ନମସ୍କାର ତାଙ୍କୁ ମୁଁ କରୁଛି। ଆପଣ ଯେ ଚୁଲବୁଲ ହିରୋଇନ ଅଛନ୍ତି ଅତି ଚୁଲବୁଲି ନଟକଟ ହିରୋଇନ ଯିଏ ଆପଣ ଆମର ଯିଏ ଆପଣଙ୍କର ଝିଅ ଚରିତ୍ର କରିଛନ୍ତି ତାଙ୍କ ବିଷୟରେ ସିଆ 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 ଦେଖନ୍ତୁ ସେ ବ୍ରହ୍ମପୁରର ନୂଆ ପିଲା ପାଠ ଛୋଟ ବହୁତ ଛୋଟ ପିଲା ଆମ ଝିଅ ବୟସର ପିଲା କିନ୍ତୁ ମୁଁ ଜାଣିନଥିଲି ଯେ ଏତେ କଳା ତାଙ୍କ ପାଖରେ ଅଛି ଗୋଟେ ରକ୍ତ ରହୁଛି କଳା ରକ୍ତ ଭାଇ ଗୋଟେ ଝିଅ ଚରିତ୍ର ମତେ ଯେତେବେଳେ କଲେ ସେ ଯେତେବେଳେ ମୋ ସାଥିରେ ଅଭିନୟ କରିବାକୁ ଆସିଲେ ମୋ ଗେଟଅପ୍ ଦେଖିଲେ ମୁଁ ବି ମୋ ଝିଅ ଗେଟଅପ୍ ଦେଖିଦେଲି ଆମେ ବାପ ଝିଅ ହେଇଗଲୁ କିନ୍ତୁ ତାଙ୍କ ଅଭିନୟ ପୁରା ନିପୁଣ ଥିଲା ଯୋଉ ଟାଇପର ବର୍ତ୍ତମାନ ସାର୍ ଯୋଉ ଟାଇପର ଶିଖେଇଲେ ପ୍ରତି ମୁହୂର୍ତ୍ତରେ ମୁଁ ଦେଖନ୍ତି ପ୍ରତି ମାନେ ସୁଧାକର ସାର୍ଙ୍କର ଗୋଟେ ଜିନିଷ ପ୍ଲସ୍ ପଏଣ୍ଟ ଦେଖିଲି ପ୍ରତି ମୋମେଣ୍ଟରେ ସେ ସେପଟେ ମାନେ ଏପଟେ ସୁଟିଂ କ'ଣ ହେଲା ସେପଟେ ସେ ନଜର କରୁଥିଲେ କୋଉଠି ଟିକେ କିଏ ମିସ୍ ହେଲା ସେ ଧରିଲେ ତାଙ୍କ ସୁଧାକର ସାର୍ ସେପଟେ ଅଛନ୍ତି ଯେ ଭେଟ କରୁ ଆମେ ତ ଡାଇଲଗ କହିଦେଲୁ ନା ଏ ତମେ ଏଆଡ଼େ ଅନେଇଲ ଏ ତମେ ଏଇଠି କାଟିଦେଲ କଥା ତମକୁ କୁହାହଉଛି ଗୋଟା କରୁଛୁ ଗୋଟା ସେଇ ଗୋଟେ ଲୋକ ଧରନ୍ତି ଆଉ କେହି ଧରିପାରନ୍ତିନି ସେଥିପାଇଁ ମୁଁ ଜାଣିନି କିନ୍ତୁ ସାର୍ ସାଥିରେ କାମ କଲେ ନିଶ୍ଚିନ୍ତ ଯୋଉ ଜାଗାରେ ମନୋବଳ ନେଇକି ଆମେ ଆସିଛୁ ନିଶ୍ଚିତ ଆଗକୁ ଯାଇପାରିବୁ। ତାହେଲେ ଆଉ ଗୋଟେ କଥା ହଉଛି କଥା ଯେହେତୁ ଆପଣ ଗୋଟେ ଓଡ଼ିଆ ମାଟିର ପୁଅ ଆମ ଓଡ଼ିଶାର ପୁଅ ଆମେ ଗୋଟେ ଓଡ଼ିଆ ଫିଲ୍ମ କରୁଛେ ତ ଯେତେବେଳେ ଆମେ ଡିରେକ୍ଟର ଗୋଟେ ନନ୍ ଓଡ଼ିଆ ପାଉଛେ ସୁଧା ମାଷ୍ଟରଜୀଙ୍କୁ ପାଇଛେ ତ ଆପଣଙ୍କର ତାଙ୍କର କେମିଷ୍ଟ୍ରି କିଛି ଅସୁବିଧା ହେଲା କି ମାନେ ଆପଣ ତାଙ୍କ ସହିତ କିଛି କାମ କରିବା ଅସୁବିଧା ପାଇଲେ କି ଆପଣଙ୍କ କଥା ସେ ବୁଝିପାରିଲେ ଠିକ ସେ ଆପଣ ତାଙ୍କ କଥା ବୁଝିପାରିଲେ ଟିକେ ଯୋଉ ଲୋକଙ୍କୁ ଭାଇଟି କଳାର କଥା ପଡୁଛି ପ୍ରଶ୍ନ କାହା ପରିଚୟ କାହା ନାଁ ଦରକାର ନାହିଁ କିଏ କୋଉଠୁ ଆସିଲା ଦରକାର ନାହିଁ ସମସ୍ତେ ଆମେ ଇଣ୍ଡିଆନ ସମସ୍ତେ ସବୁ ଭାଷା ଜାଣିଛନ୍ତି ସିଏ କିନ୍ତୁ ଗୋଟେ ଜାଗାରେ ଯୋଉଠି ପହଞ୍ଚନ୍ତି ସୁଧାକର ସାର୍ ଯେତିକି ସିନେମା ଲୋକଙ୍କୁ ସେ ଦେଇଛନ୍ତି ଆମେମାନେ ଦେଖିଛୁ କିଛି ବି ଏଇଠି 4.5 କୋଟି ଓଡ଼ିଆ ଦେଖିଛନ୍ତି ତ ସେମାନେ ଯୋଉଠି ତାକୁ ଆକ୍ସେପ୍ଟ କରିଛନ୍ତି ଆଉ ସେଠି ଭାଇ ମୁଁ କ'ଣ କହିବି ଆଉ ଅଧିକା ତା ବିଷୟରେ ସେଥିପାଇଁ ମାନେ ସାର୍ଙ୍କର ବହୁତ ପରିଚୟ ଅଛି ଆଉ ତାଙ୍କ ସିନେମା କେତେବେଳେ କୋଉ ସିନେମା ଯଦି ହିଟ୍ ନ ହେଇଛି ଫ୍ଲପ୍ ହେଇନି ଏଇଟା ମୁଁ ଦେଖେ ମୋ ଅନୁଭୂତିରେ ତ ଦର୍ଶକ ଯାହା ବିଚାର କରିବେ କିନ୍ତୁ ମୁଁ ନିଶ୍ଚିତ ଜାଣୁଛି ଗୋଟେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏଭଳି ଲୋକ ଦରକାର ତାହେଲେ ଆପଣ ସାର୍ ନେକ୍ସଟ ପ୍ରୋଜେକ୍ଟ କାମ କରିବା ଇଚ୍ଛୁକ ଅଛନ୍ତି ମୁଁ ପୁରା ଦେଖନ୍ତୁ ମୁଁ ସାର୍ ମୋ ପାଇଁ ଭଗବାନ ବର୍ତ୍ତମାନ ଦର୍ଶକ ମୋ ପାଇଁ ସେକେଣ୍ଡ ଭଗବାନ କାରଣ ସାର୍ ଯଦି ମୋତେ ଚାନ୍ସ ଦେଲେ ମୋ ଦର୍ଶକ ଦେଖିବେ ଆଉ ଦର୍ଶକ ମୋତେ ଚୁଜ୍ କଲେ ମୁଁ ଗୋଟେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଗୋଟେ ବାପ କି ଭାଇ ହେଇକି ମୋତେ ଜାଣିବେ କି ମୋତେ ଗୋଟେ ସୁକାନ୍ତ ଜାଣିବେ ଯେମିତି ଆମେ ଜାଣିଛୁ ମୋ ଗାଁ ମୋ ପଞ୍ଚାୟତ ଜାଣିଛନ୍ତି କିଏ କାଳି ଭାଇ ମୁଁ ତମକୁ ନେଇକି ଗଲେ ମୋତେ କିଛି ଫରକ ପଡ଼ିବନି ଲୋକ ତମକୁ ଚିହ୍ନିଦେବେ କିନ୍ତୁ ମୋତେ ତମେ ତମ ପଞ୍ଚାୟତ ନେଇଗଲେ ଜାଣିବି ମୁଁ ଯଦି ସେଟା କାମ କରିବି ଲୋକ ଜାଣିବେ ଯେ ସୁକାନ୍ତ ଭାଇ ଏ ସିନେମାରେ କରୁଛନ୍ତି ଏଇଟା ଭାଇ ପରିଚୟ ଗୋଟେ କଳାକାରର ପରିଚୟ ସଦାବେଳେ ଯେତେବେଳେ ଯୋଉଠି ମାନେ ଦର୍ଶକ ଯୋଉମାନେ ଭଗବାନ ସେମାନେ ଯେତେବେଳେ ଯାହାକୁ ଚୁଜ୍ କରିଦେଲେ ମୁଣ୍ଡକୁ ନେଇଗଲେ ତାକୁ ଭାଇ କେହି କାଟି ପାରିବେ ସୁଧାକର ସାର୍ଙ୍କୁ କିଏ କାଟିବ
गोटे पॉलिटिकल सरपंच एवं गोटे कॉन्ट्रैक्टर जगह गोटे अभिनेता हेबार जो मजा तापर जो शूटिंग टाइम रे आपण गाँव माहौल तापर तो निहाती लोक पाखु आप शुणी पारे कौन कथा माने केमती देखो आज्ञा ओडिशा नुह सारा भारत रे माने सारा विश्व रे भी कला को भल पाउथबा लोक कलाकार न हो पारती 99% लोक असते जड़े साधारण जमी की जाऊँ घास काटिया टे गाई गोरू को सी भी जाऊँ विपद कालिया कि ना दे प्यार दे बोलिकी जाऊँ बुझे ना नहीं जे सीटा कौन कौटू बाहर सी जगह को से जाइए कौन सब पाई से कला को भल पाई कला को समस्त सम्मान देइछंती कलार जगह भाई एठी नुह समस्त की तुमको शिखबार अच्छे जिते बड़ बड़ कलाकार अच्छे कला को भाई से मानिकी जाइछंती कला को सारेट कर जाइछंती आमे कोन आदि बाप कैरेक्टर आमे करूछु ओडिसा वासी को पाखरे करूछु किंतु प्रकृत देखंतु जो माने विजय महांती हमर मीर भाई हमर बीनो भाई राय भाई भाई से होछंदी ओडियार भाषा ताको जगह की नेला बेले जे मते भाई लागुनी से माने गोटे ओडिया इंडस्ट्री भाषा से माने लोक मानु से एथि की खुशी देखि जाइछंदी लोक माने कहउछंदी अमुक पिक्चर 20 वर्ष तले हेतिले कोन होला किंतु आज देखियो को इच्छा होछ आज भी ताको हमर दूरदर्शन माध्यम जो माने सब माने वर्तमाने कोन जो हमर सब चैनल खोली छंदी से माने कोन से मान सब देखौछंदी मझरे मझरे वर्तमान आगे तो दुनिया चैनल खोलले दुनिया चैनल खोलले किंतु गोटे ओडिया सिनेमा जो माने देई देकी जाइछंदी ओडिसा को जहा आमे तार 25% भाई कर पारुने से ज्यादा बंची जे और बंची की रखि ओडिया इंडस्ट्री किंतु बंचिबो इंडस्ट्री यदि हमर दर्शक मान को यदि प्रार्थना करते समस्त को यदि भल पाइबा रहइबो समस्त गोटे सिनेमा पहिले गोटे परिवार जड़े जड़े जे नसी देखिबे से हल चलिबो से सिनेमा जे प्रोड्यूसर पैसा खर्च कर दो से पैसा मिलिबो से आ गोटे सिनेमा सेकंड टाइम गोटे करि पारिबो तो ओडिया इंडस्ट्री काई मजो दर्शक माने घरे देखिले सीरियल देखि मन बोले किंतु वर्तमान सिनेमा होची प्रथमे होची हमर थिएटर तापरे होची सिनेमा तापर जाता लोक जोटा जिते पाखरे पाइले माने देखो जहा सब एटा होम डिलीवरी हे गेला लोक जहा पाखरे पाइबा जेटा भलो पाउछन किंतु सिनेमा भाई गोटे एमती कला सदा बेले जो दूर को जाई कि देखिबो फैमिली लेके जाओ तुम तो माने गर्लफ्रेंड लेके जाओ तुम तो बॉयफ्रेंड लेके जाओ किंतु सिनेमा भाई से समयटा तमे किछि नो स्टोरी भीतर करछ तुम दिन जाकर जते टेंशन जते बाधा जते विघ्न घरे टेंशन लेके आछो दुखरे थिबो सी टाइम का तुम स्टोरी भीतर रहिलो तो माइंड फ्री भाई खुश से 3 घंटा पाई गोटे मनीष गोटे नुवा दुनिया को जाए अच्छा ए कथला सिनेमा कथा आपन को किसी बुझार कथा है हमरा हिटलर मूवी तो अनेक कलाकार से आपन काम करछथि तास तो सारा हमर जो अछथि मास्टर जो अछथि डायरेक्टर जो अछथि तो अनेक नुवा नुवा कलाकार को अभिनय कर सुयोग दैछथि धन्यवाद अर्पण करछु हमें अच्छा जेमति कि पलाश और कुमार सर ताको विषय किछ कहे देखो कुमार सर जड़े भल आर्टिस्ट सी भी खाली माने हमर हॉलीवुड नो से ताकर बहुत तेलुगु सिनेमा रे किछ किछ अभिनय करछन मते से ताकर मोबाइल रे ताकर जति किछ रखितले से आपन को चरित्र देखो सी मोर सांग चरित्र से अभिनय करथिले किंतु मो सांगरू से हे गेले कोन समूह अच्छा जेतु पूरा बापू झीर बाप कुमार भाई किंतु गोटे भल कलाकार जहाँकि ताकर मु जानिली पुराना परिचय अच्छी से आगरो माने तेलुगु सिनेमा रे पुलिस इन्स्पेक्टर अभिनय करछंती माने बहुत भल भल चरित्र रे 3-4टा से मते देखैछन क्लिप आ सिनेमा रिलीज अछि जेतो हम ओडिया इंडस्ट्री आसी से काम करिसंती आ मु बहुत बहुत धन्यवाद भल भी करछंती अच्छा आपण तो हिटलर तो हिटलर जेतु गोटे फिल्म रो हिटलर अपन नायक जणे हिटलर हिटलर कहले अपन ना को नहीं तो आपण भी करो भी गोटे के गोटे हीरो रही छ दरकार निया निया माने माने बुढ़ार बुढ़ी देखो बहुत पुरुखा अभिनेत्री राजेश मैडम से बहुत सीरियल करछंती सिनेमा करछंती
ରାଜେଶ ମ୍ୟାଡ଼ାମ ମୁଁ ଧନ୍ୟବାଦ ଦେବି ତାଙ୍କ ସହିତ ମୁଁ ଅଭିନୟ କରିଛି ସେ ମୋର ମାନେ ୱାଇଫ ଚରିତ୍ରରେ ଅଛନ୍ତି ଆଉ ସେ ମା ଚରିତ୍ରରେ ସେ ଏଭଳି ଲିଭେଇଛନ୍ତି ଏପଟେ ମାନେ ପୁଅକୁ ଯେହେତୁ ବାପ ପୁଅର ସେଣ୍ଟିମେଣ୍ଟ ଷ୍ଟୋରି ସେଠି ଏପଟେ ବାପକୁ ବାଲାନ୍ସ କରିବା ସେପଟେ ପୁଅକୁ ବାଲାନ୍ସ କରିବା ସେପଟେ ଝିଅକୁ ବୁଝିବା ବହୁତ ମାନେ ଡିଫିକଲ୍ଟ ଭଲ ବି କରିଛନ୍ତି ମାଙ୍କର ଯୋଉ ଚରିତ୍ର ସେ ନିଖୁଣ ଭାବେ ଅଭିନୟ କରୁଛନ୍ତି ପୁରା ନିଖୁଣ ମୁଁ ମାନେ ମୁଁ କଣ କହିବି ତାଙ୍କ ବିଷୟରେ ମୁଁ ତ ତାଙ୍କ ଇଣ୍ଡଷ୍ଟ୍ରି ପଛରେ ଏଣ୍ଟ୍ରି କରିଛି କିନ୍ତୁ ବହୁତ ଭଲ କରିଛନ୍ତି ଆଉ ନିଶ୍ଚିନ୍ତ ଦର୍ଶକ ମାନଙ୍କର ମନ ଛୁଇଁଲା ଭଳିଆ କରିଛନ୍ତି। ଆଚ୍ଛା ଏତେ ସବୁ ଜାଣିଲେ ଆଉ ଗୋଟେ କଥା ହଉଛି ଆମର ଓଝା ବାବୁ ଆପଣଙ୍କ ସହିତ ଯିଏ ଅଭିନୟ କରିଛନ୍ତି ଆଚ୍ଛା ଆଚ୍ଛା ଓଝା ଆଉ ଆମର ରାଉରକେଲା ଆଜ୍ଞା ଆମର ଅଡିଟର ଅଭିନୟ କରିଥିଲେ ଅଡିଟର ସେ କେମିତି କୋଉ ମଣିଷ ତାଙ୍କ ସହିତ କାମ କରୁଛନ୍ତି ଲାଗିଲା ଆପଣଙ୍କୁ ସେ ଗୋଟେ ଭଲ ଅଡିଟର ଅଭିନୟ କରିଥିଲେ ତା ଭିତରେ କିଛି ବି ସସ୍ପେନ୍ସ ରହିଗଲା କାହିଁକି ନା ତାଙ୍କର ଗୋଟେ ଝିଅ ଚରିତ୍ର ଅଛି ଆଉ ସେ ଝିଅ ଚରିତ୍ରଟା ହଉଛି କଣ ନା ତାର ସେ ଝିଅର ୱିକନେସ୍ ଥିଲା ମୋ ପୁଅ ପ୍ରତି ଯାକି ଦୀପକ ପ୍ରତି ଯେ ଦୀପକ ଯେହେତୁ ଆର୍ଲିନ ସହିତ ତାର ଲିଙ୍କ ଥିଲା ମୋ ଝିଅ ମୋର ଆର୍ଲିନ ମୋର ବୋଉ ହବାର ଥିଲା ଇଏ ଯେହେତୁ ତାର କଲେଜ ଗୋଟେ ସାଙ୍ଗ ଇଏ ଗୋଟେ ୱାନ୍ ସାଇଡ ଲଭ୍ କରିକି ଗୋଟେ ଇମୋସନାଲ ଗୋଟେ ହେଲା କିନ୍ତୁ ଓଝା ବାବୁ ସେଇ ପରିସ୍ଥିତିରେ ସେ ମତେ ମାନେ ସପୋର୍ଟ କଲେନି ମୁଁ ଯେହେତୁ ପୁଅକୁ ଦୁଶ୍ମନୀ ଭାବୁଥିଲି ପୁଅକୁ ବୁଝିପାରୁନଥିଲି ମୋର ଦର୍ଶକ ଦେଖିଲା ବେଳେ ଜାଣିପାରିବେ ଷ୍ଟୋରିଟା ଷ୍ଟୋରିଟା ପ୍ରତି ମୁହୂର୍ତ୍ତରେ ମାନେ ଟିକେ ସର୍ଟ ମାଇଣ୍ଡ ଲାଗିଥିଲି ମୁଁ ଗୋଟେ ଆକ୍ଚୁଆଲି ମୁଁ ସେଟା ବୁଝିଲି ଗୋଟେ ପରିବାରର ଗାର୍ଡିଆନ ହେଲେ ସବୁ ବୁଝି ଶୁଣିକି ରାଗ ଅଭିମାନକୁ ଛାଡ଼ିକି ସବୁ ଜିନିଷ କରିବା ଦରକାର କାରଣ ଏପଟେ ଦେଖିଲେ ନିଜ ପୁଅ ଏପଟେ ଦେଖିଲେ ନିଜ ସ୍ତ୍ରୀ ଏପଟେ ଦେଖିଲେ ନିଜ ଝିଅ ସମସ୍ତଙ୍କ ମନ ଜାଣିକି ବୁଝିକି ସବୁ କରିବା କଥା ତେଣୁ ମୁଁ ପରେ ବୁଝିଲା ପରେ ମୋର କିଛି ଉପାୟ ନଥିଲା ତ ମୁଁ ଇମୋସନାଲ ହେଇଗଲି ମୋ ପୁଅକୁ ଖୋଜିଲି ପୁଅକୁ ବହୁତ ହରେଇଲି ପୁଣି ପୁଅକୁ ଖୋଜିଲି ବାପ ପୁଅଙ୍କ ସେଣ୍ଟିମେଣ୍ଟ এই সেন্টিমেন্ট জଣା শুনে সেন্টিমেন্ট কথা କହିଲେ ମୋର ମନେ ପଡ଼ିଯାଉଛି ଆମ ଏଇ ଫିଲ୍ମ ହିଟଲର ଫିଲ୍ମରେ ଗୋଟେ ଦୁଃଖଦ ଘଟଣା ଘଟିଛି ଆମର ଯେ ଜଣେ ଅଭିନେତା କଳାକାର ଜଣେ ଆମର ସ୍ୱର୍ଗୀୟ ଦୁର୍ଗା ରଥ ଭାଇ ସେ ଆପଣ ଜାଣିଥିବେ ସାର୍ ତ କହିଥିଲେ ନିହାତି ସେ ଆମ ଗ୍ରହଣରେ ନାହାନ୍ତି ଭାବୁଥିଲୁ ଫିଲ୍ମଟା ରିଲିଜ ହେଇଯାଇଥିଲେ ହୁଏତ ସେ ଖୁସି ପାଇଥାନ୍ତେ ତାଙ୍କ ପ୍ରତି ଦୁର୍ଗା ଭାଇ କଥା କଣ କହିବି ମୁଁ ଜାଣିନଥିଲି ମୁଁ ଏ ସିନେମାରେ ମୁଁ ଜାଣିଲି ଦୁର୍ଗା ଭାଇ ଜଣେ ମୋ ବ୍ରହ୍ମପୁର ଏତେ ବାଟ ଆସୁଛନ୍ତି ବହୁତ ପରିଶ୍ରମ କରିକି ଆସନ୍ତି ସମୟ ଦେଇ ସେ ବି ଜଣେ ମାନେ ତାଙ୍କର ସିନିୟର ଆର୍ଟିଷ୍ଟ ଆଉ ଜଣେ ଭଲ ବିଜନେସମ୍ୟାନ୍ ଭଲ ସର୍ଭିସ କରିଥିଲେ ଆଉ କିନ୍ତୁ ଏତେ ଇମୋସନାଲ ସେ ଅଭିନୟ ପାଇଁ ମୁଁ ବି ଜାଣିନଥିଲି ମାନେ ଆମ ସମସ୍ତଙ୍କ ଭିତରେ ସେ ଗୋଟେ ଏକ ନମ୍ବର ଥିଲେ ସେଥିପାଇଁ ବର୍ତ୍ତମାନ ମୁଁ ବହୁତ ଦୁଃଖିତ ସେ ସମସ୍ତଙ୍କର ମାନେ ଖୁସି ପାଇଁ ଆଜି ନିଜେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ଆମେ ତାକୁ ଶ୍ରଦ୍ଧାଞ୍ଜଳି ଦଉଛୁ ଆମ ତରଫରୁ ସେ ବାବୁ ଏତେ ଅଭିନୟ ନିପୁଣ କରିଛନ୍ତି ଏଇ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏଇଟା ତାଙ୍କର ଶେଷ ସିନେମା ଥିଲା ଆଉ ନିଶ୍ଚିତ ତାକୁ ଟିକେ ଦେଖନ୍ତୁ ଆଉ ତାଙ୍କର ଯୋଉ ଚାଲିଗଲା ପରେ ତାଙ୍କର ଆତ୍ମାର ସଦ୍ଗତି ନେଇ ସମସ୍ତଙ୍କର ଟିକେ ଆଶୀର୍ବାଦ ତାଙ୍କୁ ଦିଅନ୍ତୁ ये ଆମ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଯିଏ ଅଭିଜିତ ମଜୁମଦାର ଦାଦାଜୀ ତ ଦାଦାଙ୍କ ବିଷୟରେ କ'ଣ ଟିକେ କହିବେ ଏଇଟା ମୁଭି ପାଇଁ ଆପଣଙ୍କୁ ଦେଖନ୍ତୁ ଦାଦା କହିଲେ ଅଭିଜିତ ମଜୁମଦାର କହିଲେ ସାରା ଭାରତରେ ଲୋକ ଜାଣନ୍ତି ଯେତେ କୋଟି ଲୋକ ଅଛନ୍ତି 90% ଲୋକ ଜାଣନ୍ତି ଯେ ଓଡ଼ିଆ ଇଣ୍ଡଷ୍ଟ୍ରିର ଗୋଟେ ସଙ୍ଗୀତର ଗୋଟେ ବାଦଶାହ କିନ୍ତୁ ତାଙ୍କ ଗୀତ ଆମେ ଯେତେବେଳେ ଏ ସିନେମାକୁ ମାନେ ଫାଷ୍ଟ ଦେଖୁଥିଲୁ ଆମେ କ'ଣ ନା ଅଭିଜିତ ଦାଦା ବଢ଼ିଆ ଗାଏ ଇ ଯେତେବେଳେ ମୁଁ ଏଇ ଇଣ୍ଡଷ୍ଟ୍ରିରେ ଆମର ଯେତେବେଳେ ଯୋଉ ହିଟଲର ସିନେମା ଆମର ଯେତେବେଳେ ଗୀତ ଗୁଡ଼ା ମୁଁ ଶୁଣିଲି ତାପରେ ମୁଁ ନାଁ ଶୁଣିଛି ଜାଣିଛି ଗୀତ କ'ଣ ତାଙ୍କର ତ ମୋତେ କିଛି ଡାଉଟ୍ କରିବାକୁ ପଡ଼ିଲାନି ଆମ ହିଟଲର ମୁଭି ବହୁତ ମାନେ ଷ୍ଟ୍ରଗଲ କରି ସଂଘର୍ଷ ସହିତ ଲଢ଼େଇ କରିକି ସବୁ ସୁଟିଂ ସରିଲା ତାର ଅନ୍ତ ଘଟିଗଲା ବର୍ତ୍ତମାନ ସିନେମା ପ୍ରେକ୍ଷାଳୟକୁ ଆସିବ ସିନେମା ହଲ୍କୁ ଆସିବ ଆପଣ କେତେ ମାତ୍ରାରେ ଖୁସି ଅଛନ୍ତି ଆମ ଫିଲ୍ମ ପାଇଁ ଆଉ କେତେ ମାତ୍ରାରେ ଆପଣ ଦର୍ଶକଙ୍କୁ ମେସେଜ ଦେବେ ଆମ ଫିଲ୍ମ ପାଇଁ ଯେହେତୁ ସବୁ କଳାକାରମାନେ ସବୁ ଟେକ୍ନିସିଆନ୍ କରିଛନ୍ତି ତ କ'ଣ ଆପଣ ଆମ ଫିଲ୍ମ ବାବଦକୁ ଓଡ଼ିଆ ଦର୍ଶକଙ୍କୁ ରିକ୍ୱେଷ୍ଟ କରି ଅନୁରୋଧ କରିବେ କୁହନ୍ତୁ ଦେଖନ୍ତୁ ଏ ସିନେମାରେ ଯିଏ ଯାହା ଜାଗାରେ ଅଛି କଳାକାର ହଉ ଡାଇରେକ୍ଟର ହଉ ସମସ୍ତେ ପରିଶ୍ରମ କରିଛନ୍ତି ସିନେମା ଇଣ୍ଡଷ୍ଟ୍ରି ଗୋଟେ ସିଷ୍ଟମରେ ଅଛି ମାନେ ଦେଖ ସିନେମା ବର୍ତ୍ତମାନ ଚାଲିଛି 2ଟା ସିନେମା ସରିଲା ପୁଣି ପରେ ଆଉ 3ଟା ଆସିବ
स्टेप बाय स्टेप सब आमर परमिशन अनुसार आसे तो एथरे जो माने टेक्निशियन जो माने काम करछन्ती हमर कैमरामैन हंतु लाइट मैन हंतु मेकअप मैन हंतु बहुत भलो काम करछन सब कैमरा तो हमला अछि अजित भाई डिओ अजित भाई तो सुनो अजित भाई तो कहले माने इंडस्ट्री जानछन्ती आ भलो कैमरा देखछन्ती सब जत्ते को चैनल वाला भी जानछन्ती अजित भाई माने बडे सीरियल काम करछन्ती बडे सिनेमा काम करछन्ती ताकर तो परिश्रम 24 घंटा परिश्रम बहुत ताकर परिचय अछि बहुत भलो माने नेइछन्ती कैमरा से माने केतोले सेने कोइ केतोले ऊपर पळेबे तो आमी तो जेतु नुआ आमु सेटा तो खुशी लगे जाऊ कुठलो केते परिश्रम झाळ बहुत थिबो एपटे कैमरा थे तो सेपटे झाळ बहुत एडु टर्किस्टा केंद्र पकइते पोछि दुतबे बहुत करछन्ती ता संजय साहब भाईଙ୍କର लाइट माने संजय भाई तो कहले संजय भाई कथा हमरो जे हमरो लाइट फाइट हमरो कैमरा लाइट सब संजय देखन संजय होचन्ती गोटे ए इंडस्ट्री पई गोटे भाषा सिनेमा जोटी पछे जाउथिबो गोटे डायरेक्टर की गोटे प्रोड्यूसर पछे जाउथबो से सपोर्ट दे देबे अरे करि चलो पैसा मते दबो तो किसी व्यस्त नहीं आस्ते काम हो अरे आमे जो ये संस्था खोलीचे पैसा पैनो ओडिसा वासी भी खोलीचे आमे भाई कला को भल पाउछ ना कला चालू लोक देखन ये बड़ी कोंती पूर्ण तक जाने ना 15 वर्ष तले हमरो जी भी वर्तमान मध्यम एमएलए सुनती बाबू सिंह तांको सहित मु छोट छोट अभिनय करछि तांको सहित से सीडी फिल्म चली थिला से टाइम रे 15 वर्ष तले मु तांकर फार्म हाउस मा काळे जे मृत्युदंड अशांत सड़क सब सिनेमा रे मु दुईटा तीनटा सीन गोटे जेतु से बिल्डर्स लाइन सहित हम जड़ित थिलु से बिल्डर्स जय जगन्नाथ रियल एस्टेट गोटे खोली दिले बापजनल भितरे भलो ऑफिस टा रिप्लेस करी दोले अपार्टमेंट करी दोले तो तांको सहित हम लिंक थिला बिजनेस लिंक थिला से कोन सुकांत मैं जे गोटे चरित्र कर हमें थोड़ा इंटरेस्टेड हमें बहुत के जाई छिड़ाई करदुलो किंतु से हमको से प्रेरणा जगैसंती से भी तांकर एथरे हाथ अछि आउ किंतु मु गोटे जिंस कहबी मु केबे भाबी नथिली जे मु गोटे ओडिया इंडस्ट्री पाई जे ए जगह रे गोटे गोटे सीनियर मैन गोटे बाप को कहले घर मोर से जगह रे पहुंचैबी बाप तो माने फिल्म माने टाइटल आपन नै हवस आपन आशा करन सपना भाबिना मु कहले बा फिल्म माने मु कहया कथा मो पई जगन्नाथ होचंती माने मोर डायरेक्टर जे कि सुधाकर बसंत से कहा पई कोन मो पई जगन्नाथ आउ ए ओडिसा पई गोटे भलो डायरेक्टर माने एमिति जे सिनेमा को भलो पाउथिबो से सिनेमा को जे भलो पाइछि ओडिया इंडस्ट्री सिनेमा देखिछि जे हॉल रे सिनेमा देखिछि से केबे कहबे जे गोटे सुधाकर सार गोटे भलो डायरेक्टर न होली पूरा एमुंड सेमुंड फास्ट लास्ट बंद तमे परिश्रम करे को जाई परियो सिनेमा एमिति करी छाडी माने जे कोन सिनेमा का देखि समथि टू जे बांगा टोका देखिछि प्रेम ओडिया को देखि मु तो मने पड़ने कि बहुत सिनेमा का देखिछि कोन मु कन तन फेस देखि डायरेक्टर किंतु तांको मु इंट्रोड्यूस हेले कोडी ना हमरो गोटे सिनेमा चलित्रा मु सेठी बाटरे जाउथिली हमरो शूटिंग जायरा छिडाई कोइ सुधाकर सर मु सेना देखिथिली माने टीवी माध्यम देखिलो रियली केतोले देखिलो दिला मु ताका छिडाई कोइ मोर परिचित लोक ताकर रिलेशन देखि सेठो ताकले सुधाकर सर सुनी देखाई दिया सेटा आउछि हमरो सला मोहनेश्वर से सला मोहनेश्वर शूटिंग टाइप रे आ सुधाकर सर मते देखाले आ मु जी ए जागा को आसी परछि आ आगु केते बड जाई परबी 4.5 कोटी ओडिया को करे सेमान मो पई इसो निहाती सुकांत भाई ना आपन से कथा बहुत खुशी लागला सुंदर कथा हमर ओडिसा पीपल्स डायरेक्टर होचन सुधाकर बसंत सर ताकर डायरेक्शन आछि नुवा मूवी हिटलर जोटे निजे हिटलर चरित्र अभिनय करछन सुकांत भाई ना और अनेक कलाकार अनेक टेक्नीशियन अनेक शब्द विषय से कहले आपण माने आशीर्वाद करन हिटलर को केमता हमहु माने भलो हो आपण हृदय स्पर्श करबो आपण माने भलो पाइबे कारण आपण मानको भलो पाइबे हम पय आशीर्वाद आपण मानको भलो पाइबे हमर भात आंडी आपण अपेक्षा करंतु बहुत शीघ्र हिटलर मूवी आपण पाखु आसीबो आसला बेले समस्त फिल्म देखि आ समस्त गोटे हिटलर देखि हॉल बाहर जय जगन्नाथ जय जगन्नाथ।